ମିଠୁ ଏବଂ ଚିକୁ ଠେକୁଆର ଆମ୍ବ ଚୋରେଇ। ଗୋଟିଏ ଗାଁରେ ସୁନ୍ଦର ବଗିଚାଟିଏ ଥିଲା। ଆଉ ସେହି ବଗିଚାରେ ବହୁତ ସାରା ଆମ୍ବ ଗଛ ଥିଲା। ସେହି ଗଛର ଆମ୍ବର ବାସ୍ନା ଦୂର ଦୂରକୁ ମହକୁଥିଲା। ଆମ୍ବର ମହକ ଯାଇ ମିଠୁ ଏବଂ ଚିକୁ ଠେକୁଆ ପାଖରେ ପହଞ୍ଚିଗଲା ଏବଂ ସେହି ଆମ୍ବ ଗୁଡ଼ିକ ଖାଇବା ପାଇଁ ବଡ଼ ସମସ୍ୟା ଥିଲା। ସେହି ଆମ୍ବ ଗୁଡ଼ିକୁ ଦେଖାରଖା କରିବା ପାଇଁ ଚାଷୀଟି ଶିକାର ଜାଲ ଏବଂ ଚତୁର ଯୋଜନା କରିଥିଲା। ଦିନେ ମିଠୁ ଶୁଆ ଆମ୍ବର ବଗିଚାରେ ଯାଇ ଉଡ଼ିଲା ଏବଂ ମିଠା ଆମ୍ବର ବାସ୍ନାରେ ତା ମନ ଖୁସି ହୋଇଗଲା। ସେ ସଙ୍ଗେ ସଙ୍ଗେ ଚିକୁ ପାଖକୁ ଗଲା। ମିଠୁ ଶୁଆ ଯାଇ ଚିକୁ ଠେକୁଆକୁ କହିଲା, ଚିକୁ, ଏଥର ଆମେ ସବୁଠୁ ମିଠା ଆମ୍ବ ଗୁଡ଼ିକୁ ବାଛିବା, କିନ୍ତୁ ଆମକୁ କୃଷକଠୁ ସତର୍କ ରହିବାକୁ ପଡ଼ିବ। ଚିକୁ କହିଲା, ହଁ ମୁଁ ଜାଣେ, ତୁମେ ବଗିଚାର ଉପରେ ଉଡ଼ି ସବୁ ଦେଖିପାରିବ। ତୁମେ ମୋତେ କୃଷକର ଜାଲ ଏବଂ ଯୋଜନା ବିଷୟରେ ଜଣାଇ ପାରିବ। ଆମେ ଏକାଠି ହୋଇ ଚେଷ୍ଟା କରିବା। ଯୋଜନା ହୋଇଗଲା। ଆଉ ଦୁହେଁ ମିଶି ଯୋଜନାକୁ ସଫଳ କରିବାକୁ ବାହାରି ପଡ଼ିଲେ। ମିଠୁ ଦେଖିଲା ଯେ କୃଷକ ତଳେ କଣ୍ଟା ଏବଂ ଜାଲ ବିଛାଇଥିଲା। ସେ ଚିକୁକୁ ଇସାରା କରି କହିଲା, ତୁମେ ସିଧା ଯାଅନି, ବାମ ପଟେ ବାଡ଼ ପାଖ ଦେଇ ଯାଅ। ହଁ, କଣ୍ଟାରୁ ସତର୍କ ରହିବ। ଚିକୁ ଆଗକୁ ଚାଲିଲା ଆଉ ମିଠୁର କଥା ମାନିଲା। ଯେତେବେଳେ କୃଷକ ଅନ୍ୟ ଦିଗକୁ ଦେଖୁଥିଲା, ଚିକୁ ଆମ୍ବ ଗଛ ନିକଟକୁ ଦୌଡ଼ିଲା। ସେହି ସମୟରେ ମିଠୁ ଶୁଆ କୃଷକର ଧ୍ୟାନ ଅନ୍ୟ ଦିଗକୁ ଦେବା ପାଇଁ ବହୁ ଜୋରରେ ଚିତ୍କାର କଲା। କୃଷକର ଧ୍ୟାନ ମିଠୁ ଆଡ଼କୁ ଗଲା। ସେ ତାଙ୍କର ଗୋଟିଏ ବାଡ଼ି ଉଠେଇ ଉଡ଼ାଇବାକୁ ଲାଗିଲେ। ଏହି ସମୟରେ ଚିକୁ ଆମ୍ବ ଗଛ ନିକଟରୁ ସବୁଠୁ ମିଠା ଆମ୍ବ ଧରି ମିଠୁକୁ ଇସାରା କଲା। ମିଠୁ ଉପରକୁ ଉଡ଼ିଲା। ତାପରେ ଦୁହେଁ ଆମ୍ବ ନେଇ ପଳେଇଗଲେ ବଗିଚାର ବହୁ ଦୂରକୁ। ବଗିଚାର ଦୂରକୁ ଯାଇ ଦୁହେଁ ମିଶି ପାଚିଲା ଆମ୍ବକୁ ଖାଇଲେ। ମିଠୁ ହସି ହସି କହିଲା, ଦେଖ, ଆମର ବନ୍ଧୁତା ଏହି ରୋମାଞ୍ଚକ କାହାଣୀର ସଫଳ କରିଲା। ଚିକୁ ଖୁସିରେ କହିଲା, ହଁ, ଆମେ ଯେତେବେଳେ ଏକାଠି ରହିବୁ, ଆମେ ସବୁ ଅସୁବିଧାରୁ ବାହାରି ପଡ଼ିବୁ। ସେହି ଦିନଠୁ ମିଠୁ ଏବଂ ଚିକୁର ଯୋଡ଼ି ଜଙ୍ଗଲରେ ପ୍ରସିଦ୍ଧ ହୋଇଗଲା। ସମସ୍ତେ ତାଙ୍କର ବୁଦ୍ଧି ଏବଂ ମିତ୍ରତାର ଉଦାହରଣ ଦେଉଥିଲେ। ଯଦି ଗପଟି ଭଲ ଲାଗୁଥିବ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ, ଯାହାଦ୍ୱାରା ଆପଣ ସବୁବେଳେ ନୂଆ ନୂଆ ଭିଡ଼ିଓ ଦେଖିପାରିବେ।